ତୁଳା ରାଶି ଏହି ମାସରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ଆପଣଙ୍କର ରାଶିର ଅଧିପତି ଓ ଅଷ୍ଟମ ଘରର ଅଧିପତି ଶୁକ୍ର ରାଶିଠାରୁ ଦ୍ୱାଦଶ ଘରେ ନୀଚ ହୋଇ ଗୋଚର କରିବେ। ଶୁକ୍ରଙ୍କ ଉପରେ ମଙ୍ଗଳ ଓ ଶନିଙ୍କର ଦୃଷ୍ଟି ରହିବ। ଏହି ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟରେ ବିଦେଶ ଯାତ୍ରା କିମ୍ବା ଲମ୍ବା ଯାତ୍ରା କରିବା ଆପଣଙ୍କ ପକ୍ଷେ ଶୁଭ ହେବ। ନିଜ ଉପରେ ଖର୍ଚ୍ଚ ହେବାର ଯୋଗ ରହିଅଛି। ଆପଣଙ୍କର ଧନ ଓ ସପ୍ତମ ଘରର ଅଧିପତି ମଙ୍ଗଳ ଆପଣଙ୍କର ରାଶିଠାରୁ ନବମ ଘର ଗୋଚର କରିବେ। ଏହି ସମୟରେ ପିତାଙ୍କ ଠାରୁ ଧନ ମିଳିବାର ସମ୍ଭାବନା ରହିଅଛି। ଧନ ସଞ୍ଚୟ କରିବାରେ ଆପଣଙ୍କର ଜୀବନସାଥୀଙ୍କର ସହଯୋଗ ମିଳିବ। ଆପଣଙ୍କର ତୃତୀୟ ଘର ଓ ଷଷ୍ଠ ଘରର ଅଧିପତି ବୃହସ୍ପତି କର୍ମ ଘରେ ଉଚ୍ଚ ହୋଇ ଗୋଚର କରୁଛନ୍ତି। ଏହି ସମୟରେ ଆପଣଙ୍କର ଭାଗ୍ୟ ଘରର ଅଧିପତି ଓ ଆୟ ଘରର ଅଧିପତି ମଧ୍ୟ କର୍ମ ଘରେ ଗୋଚର କରିବେ। ଆପଣଙ୍କୁ ଅଧିକ ପରିଶ୍ରମ ପରେ ସଂଘର୍ଷ ପରେ ସଫଳତା ମିଳିବ। ଧୈର୍ଯ୍ୟ ରଖନ୍ତୁ, ଭାଗ୍ୟ ସାଥ ଦେବ। ମାସର ଦ୍ୱିତୀୟ ଭାଗରେ ଇନକମରେ ବାଧା ଆସିପାରେ, କାରଣ 17 ଅଗଷ୍ଟ ପରେ ଆପଣଙ୍କର ଏକାଦଶ ଘରର ଅଧିପତି ରବି ସ୍ୱଗୃହସ୍ଥ ହୋଇ କେତୁଯୁକ୍ତ ହୋଇ ଗୋଚର କରିବେ। ଆପଣଙ୍କର ଚତୁର୍ଥ ଓ ପଞ୍ଚମ ଘରର ଅଧିପତି ଶନି ଷଷ୍ଠ ଘରେ ବକ୍ରୀ ହୋଇ ଗୋଚର କରିବେ। ଏହି ସମୟରେ ଆପଣଙ୍କର ମା କିମ୍ବା ସନ୍ତାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ବିଳମ୍ବରେ ମିଳିବ। ପାରିବାରିକ ଜୀବନରେ ସଂଘର୍ଷ ରହିବ। ଆପଣଙ୍କର ପଞ୍ଚମ ଘରେ ରାହୁ ଅଛନ୍ତି। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ହୋଇପାରେ କିମ୍ବା ସନ୍ତାନମାନଙ୍କ ସାଙ୍ଗରେ ଭୁଲ ବୁଝାମଣା ହୋଇପାରେ, ସେଥିପ୍ରତି ସତର୍କ ରୁହନ୍ତୁ।